ଆଜିର ପ୍ରଥମ ପ୍ରଶ୍ନଟି ହେଉଛି ପରଶୁରାମ ବିଜୟମ୍ ନାମକ ବ୍ୟାୟୋଗ ରଚନାଟି କାହାର? ଏହାର ଅପସନ୍ଟି ହେଉଛି ଏ କପିଳେନ୍ଦ୍ର ଦେବ, ବି ବାସୁଦେବ ସାର୍ବଭୌମ, ସି ଈଶ୍ୱର ପୁରୀ, ଡି ରାୟ ରାମାନନ୍ଦ। ଏହାର ଉତ୍ତରଟି ହେଉଛି ଏ କପିଳେନ୍ଦ୍ର ଦେବ। ଏହାର ପରବର୍ତ୍ତୀ ପ୍ରଶ୍ନଟି ହେଉଛି ସମୁଦ୍ର ସ୍ନାନ କବିତା ସଂକଳନ ପାଇଁ କେଉଁ ବର୍ଷ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ? ଏହାର ଅପସନ୍ଟି ହେଉଛି ଏ 1971, ବି 1972, ସି 1973, ଡି 1974। ଏହାର ଉତ୍ତରଟି ହେଉଛି ସି 1973। ଏହାର ପରବର୍ତ୍ତୀ ପ୍ରଶ୍ନଟି ହେଉଛି ଅନାମ ଉପନ୍ୟାସର ସ୍ରଷ୍ଟା କିଏ? ଏହାର ଅପସନ୍ଟି ହେଉଛି ଏ ରାଜକିଶୋର ରାୟ, ବି ଚନ୍ଦ୍ରମଣି ଦାସ, ସି ଗୋପୀନାଥ ମହାନ୍ତି, ଡି ଫତୁରାନନ୍ଦ। ଏହାର ଉତ୍ତରଟି ହେଉଛି ସି ଗୋପୀନାଥ ମହାନ୍ତି। ଏହାର ପରବର୍ତ୍ତୀ ପ୍ରଶ୍ନଟି ହେଉଛି ମାତ୍ର 1 ବର୍ଷ ପାଇଁ ଆତ୍ମପ୍ରକାଶ କରି ଲୁପ୍ତ ହୋଇଯାଇଥିବା ଚନ୍ଦ୍ରିକା ପତ୍ରିକାର ସମ୍ପାଦକ କିଏ? ଏହାର ଅପସନ୍ଟି ହେଉଛି ଏ ଭଗବତୀ ଚରଣ ପାଣିଗ୍ରାହୀ, ବି ମହେଶ ଚନ୍ଦ୍ର ମହାପାତ୍ର, ସି ସତ୍ୟ ମହାପାତ୍ର, ଡି ଚନ୍ଦ୍ରଶେଖର ମହାପାତ୍ର। ଏହାର ଉତ୍ତରଟି ହେଉଛି ବି ମହେଶ ଚନ୍ଦ୍ର ମହାପାତ୍ର। ଏହାର ପରବର୍ତ୍ତୀ ପ୍ରଶ୍ନଟି ହେଉଛି ଓଡ଼ିଶାରେ ଆଦିବାସୀ ଲୋକସାହିତ୍ୟ ସଂଗ୍ରହ ଦିଗରେ କିଏ ପ୍ରଥମ ପଦକ୍ଷେପ ନେଇଥିଲେ? ଏହାର ଅପସନ୍ଟି ହେଉଛି ଏ ଚକ୍ରଧର ମହାପାତ୍ର, ବି ଲକ୍ଷ୍ମୀ ନାରାୟଣ ସାହୁ, ସି କୁଞ୍ଜବିହାରୀ ଦାସ, ଡି ଗୋପାଳ ଚନ୍ଦ୍ର ପ୍ରହରାଜ। ଏହାର ଉତ୍ତରଟି ହେଉଛି ବି ଲକ୍ଷ୍ମୀ ନାରାୟଣ ସାହୁ। ଏହାର ପରବର୍ତ୍ତୀ ପ୍ରଶ୍ନଟି ହେଉଛି ଥମ୍ପସନଙ୍କ ମତରେ ମୋଟିଫର ସଂଖ୍ୟା କେତେ? ଏହାର ଅପସନ୍ଟି ହେଉଛି ଏ 23, ବି 50, ସି 22, ଡି 20। ଏହାର ଉତ୍ତରଟି ହେଉଛି ଏ 23। ଏହାର ପରବର୍ତ୍ତୀ ପ୍ରଶ୍ନଟି ହେଉଛି ହରିହର ମିଶ୍ରଙ୍କ ପ୍ରଥମ କବିତା ସଂକଳନର ନାମ କ'ଣ? ଏହାର ଅପସନ୍ଟି ହେଉଛି ଏ ଶଙ୍ଖନାଭି, ବି ଚନ୍ଦ୍ରବିମ୍ବ, ସି ଦିବ୍ୟ ଅସନ୍ତୋଷ, ଡି ସନ୍ଧ୍ୟା ଦର୍ଶନ। ଏହାର ଉତ୍ତରଟି ହେଉଛି ଏ ଶଙ୍ଖନାଭି। ଏହାର ପରବର୍ତ୍ତୀ ପ୍ରଶ୍ନଟି ହେଉଛି ସାରଳା ମହାଭାରତର ଶ୍ଲୋକ ସଂଖ୍ୟା କେତେ? ଏହାର ଅପସନ୍ଟି ହେଉଛି ଏ 1,50,000, ବି 1,10,000, ସି 1,20,000, ଡି 1,40,000। ଏହାର ଉତ୍ତରଟି ହେଉଛି ଡି 1,40,000। ଏହାର ପରବର୍ତ୍ତୀ ପ୍ରଶ୍ନଟି ହେଉଛି ଢଗମାଳିକା ତତ୍ତ୍ୱବୋଧିନୀ କାହାର ସୃଷ୍ଟି? ଏହାର ଅପସନ୍ଟି ହେଉଛି ଏ ଦୀନକୃଷ୍ଣ ଦାସ, ବି ଗୋଲକ ବିହାରୀ ଧଳ, ସି ଅପର୍ଣ୍ଣା ପଣ୍ଡା, ଡି ଗୋପାଳ ଚନ୍ଦ୍ର ପ୍ରହରାଜ। ଏହାର ଉତ୍ତରଟି ହେଉଛି
ସି ଅପର୍ଣ୍ଣା ପଣ୍ଡା। ଏହାର ପରବର୍ତ୍ତୀ ପ୍ରଶ୍ନଟି ହେଉଛି ଷ୍ଟାଟିକ୍ ଫୋକ୍ ଲିଟରେଚର କାହାକୁ କୁହାଯାଏ? ଏହାର ଅପସନ୍ଟି ହେଉଛି ଏ ଜନଜାତି ଲୋକସାହିତ୍ୟ, ବି କଥିତ ଲୋକସାହିତ୍ୟ, ସି ଅନୁଦିତ ଲୋକସାହିତ୍ୟ, ଡି ମୁଦ୍ରିତ ଲୋକସାହିତ୍ୟ। ଏହାର ଉତ୍ତରଟି ହେଉଛି ଡି ମୁଦ୍ରିତ ଲୋକସାହିତ୍ୟ। ଏହାର ପରବର୍ତ୍ତୀ ପ୍ରଶ୍ନଟି ହେଉଛି ଚନ୍ଦ୍ରଶେଖର ନନ୍ଦଙ୍କ ପ୍ରଥମ ଗଳ୍ପ କେଉଁଟି? ଏହାର ଅପସନ୍ଟି ହେଉଛି ଏ ବିସର୍ଜନ, ବି ପ୍ରତିରୋଧ, ସି ସୌଦାମିନୀ, ଡି ଗଦା ଡକାୟତ। ଏହାର ଉତ୍ତରଟି ହେଉଛି ସି ସୌଦାମିନୀ। ଏହାର ପରବର୍ତ୍ତୀ ପ୍ରଶ୍ନଟି ହେଉଛି ଡିଭାଇନ୍ କମେଡି ଗ୍ରନ୍ଥଟି କାହା ଦ୍ୱାରା ରଚିତ? ଏହାର ଅପସନ୍ଟି ହେଉଛି ଏ ଦାନ୍ତେ, ବି ହୋମର, ସି ମିଲ୍ଟନ, ଡି ଆରିଷ୍ଟଟଲ। ଏହାର ଉତ୍ତରଟି ହେଉଛି ଏ ଦାନ୍ତେ। ଏହାର ପରବର୍ତ୍ତୀ ପ୍ରଶ୍ନଟି ହେଉଛି ଶ୍ରୀ ଜଗନ୍ନାଥ ବଲ୍ଲଭ ନାଟକର ରଚୟିତା କିଏ? ଏହାର ଅପସନ୍ଟି ହେଉଛି ଏ କହ୍ନାଇ ଖୁଣ୍ଟିଆ, ବି ମାଧବୀ ଦାସୀ, ସି ରାୟ ରାମାନନ୍ଦ, ଡି ଦିବାକର ମିଶ୍ର। ଏହାର ଉତ୍ତରଟି ହେଉଛି ସି ରାୟ ରାମାନନ୍ଦ। ଏହାର ପରବର୍ତ୍ତୀ ପ୍ରଶ୍ନଟି ହେଉଛି ଗୋଆ ଡାମନ-ଡିଉ ଭ୍ରମଣ କାହାଣୀର ରଚୟିତାଙ୍କ ନାମ କ'ଣ? ଏହାର ଅପସନ୍ଟି ହେଉଛି ଏ ବୈଦ୍ୟନାଥ ମିଶ୍ର, ବି ରବି ସିଂ, ସି ରାଜକିଶୋର ପଟ୍ଟନାୟକ, ଡି ଚିତ୍ତରଞ୍ଜନ ଦାସ। ଏହାର ଉତ୍ତରଟି ହେଉଛି ସି ରାଜକିଶୋର ପଟ୍ଟନାୟକ। ଏହାର ପରବର୍ତ୍ତୀ ପ୍ରଶ୍ନଟି ହେଉଛି କେଉଁଟି ରାଜକିଶୋର ରାୟଙ୍କ ଉପନ୍ୟାସ? ଏହାର ଅପସନ୍ଟି ହେଉଛି ଏ ଉଲଗ୍ନ ବନବାସ, ବି ଅପହଞ୍ଚ, ସି କ୍ୱଚିତ୍ ଜ୍ୟୋତ୍ସ୍ନା, ଡି ପ୍ରେମର ନିୟତି। ଏହାର ଉତ୍ତରଟି ହେଉଛି ଏ ଉଲଗ୍ନ ବନବାସ। ଏହାର ପରବର୍ତ୍ତୀ ପ୍ରଶ୍ନଟି ହେଉଛି କେଉଁ ଅନୁଦିତ କୃତିଟି ରାଧାନାଥ ଗଡ଼ନାୟକଙ୍କର? ଏହାର ଅପସନ୍ଟି ହେଉଛି ଏ ବୈରାଗ୍ୟ ଶତକ, ବି ପଇସା ପରମେଶ୍ୱର, ସି ସୋରାବ ରୁସ୍ତମ, ଡି ହାମଲେଟ। ଏହାର ଉତ୍ତରଟି ହେଉଛି ସି ସୋରାବ ରୁସ୍ତମ। ଏହାର ପରବର୍ତ୍ତୀ ପ୍ରଶ୍ନଟି ହେଉଛି ପ୍ରଥମ ଓଡ଼ିଆ ଅଣ ଉପନ୍ୟାସ କେଉଁଟି? ଏହାର ଅପସନ୍ଟି ହେଉଛି ଏ ବାଲିରାଜା, ବି ଶିଳାପଦ୍ମ, ସି ଚିତ୍ରଗ୍ରୀବ, ଡି ପରଜା। ଏହାର ଉତ୍ତରଟି ହେଉଛି ସି ଚିତ୍ରଗ୍ରୀବ। ଏହାର ପରବର୍ତ୍ତୀ ପ୍ରଶ୍ନଟି ହେଉଛି ଉପମାନଠାରୁ ଉପମେୟର ଆଧିକ୍ୟ କଥିତ ହେଲେ କେଉଁ ଅଳଙ୍କାର ହୁଏ? ଏହାର ଅପସନ୍ଟି ହେଉଛି ଏ ଉତ୍ପ୍ରେକ୍ଷା, ବି ଲୁପ୍ତୋପମା, ସି ବ୍ୟତିରେକ, ଡି ରୂପକ। ଏହାର ଉତ୍ତରଟି ହେଉଛି ସି ବ୍ୟତିରେକ।
ଏହାର ପରବର୍ତ୍ତୀ ପ୍ରଶ୍ନଟି ହେଉଛି କେଉଁ ସଂସ୍କୃତ ରଚନାରେ ଓଡ଼ିଆ ଗୀତଟିଏ ସଂଯୋଜିତ? ଏହାର ଅପସନ୍ଟି ହେଉଛି ଏ ପରଶୁରାମ ବିଜୟ, ବି ଶ୍ରୀ ଜଗନ୍ନାଥ ବଲ୍ଲଭ, ସି ଅନର୍ଘ ରାଘବ, ଡି ଅଭିନବ ବେଣୀ ସଂହାର। ଏହାର ଉତ୍ତରଟି ହେଉଛି ଏ ପରଶୁରାମ ବିଜୟ। ଏହାର ପରବର୍ତ୍ତୀ ପ୍ରଶ୍ନଟି ହେଉଛି କେଉଁ ପ୍ରବନ୍ଧ ପୁସ୍ତକଟି ଚିତ୍ତରଞ୍ଜନ ଦାସଙ୍କର ନୁହେଁ? ଏହାର ଅପସନ୍ଟି ହେଉଛି ଏ ଜାତିରେ ମୁଁ ଯବନ, ବି ନେତା ଓ ନାରାୟଣ, ସି ନୀଳ ଚକ୍ରବାଳ ସେପାରେ, ଡି ପଶ୍ୟତି ଦିଶି ଦିଶି। ଏହାର ଉତ୍ତରଟି ହେଉଛି ସି ନୀଳ ଚକ୍ରବାଳ ସେପାରେ। ଏହାର ପରବର୍ତ୍ତୀ ପ୍ରଶ୍ନଟି ହେଉଛି ଜଗତ ଦର୍ଶନରେ ଜଗନ୍ନାଥ ଓ ଜଗନ୍ନାଥ ଦର୍ଶନରେ ଜଗତ ଗ୍ରନ୍ଥଦ୍ୱୟ କେଉଁ ସ୍ରଷ୍ଟାଙ୍କର? ଏହାର ଅପସନ୍ଟି ହେଉଛି ଏ ଅନନ୍ତ ପଟ୍ଟନାୟକ, ବି ଗୁରୁଚରଣ ପଟ୍ଟନାୟକ, ସି ଗୋବିନ୍ଦ ମହାନ୍ତି, ଡି ଭଗବତୀ ଚରଣ ପାଣିଗ୍ରାହୀ। ଏହାର ଉତ୍ତରଟି ହେଉଛି ବି ଗୁରୁଚରଣ ପଟ୍ଟନାୟକ। ଏହାର ପରବର୍ତ୍ତୀ ପ୍ରଶ୍ନଟି ହେଉଛି ମୋ ଅକୁହା କାହାଣୀ ଆତ୍ମଜୀବନୀ ପୁସ୍ତକଟି କାହାର? ଅପସନ୍ଟି ହେଉଛି ଏ ସୁରେନ୍ଦ୍ରନାଥ ଦ୍ୱିବେଦୀ, ବି ଶ୍ରଦ୍ଧାକର ସୁପକାର, ସି ଭୁବନେଶ୍ୱର ବେହେରା, ଡି ଶ୍ରୀ ରାମଚନ୍ଦ୍ର ଦାସ। ଏହାର ଉତ୍ତରଟି ହେଉଛି ଡି ଶ୍ରୀ ରାମଚନ୍ଦ୍ର ଦାସ। ଏହାର ପରବର୍ତ୍ତୀ ପ୍ରଶ୍ନଟି ହେଉଛି ନାକଟା ଚିତ୍ରକର ଉପନ୍ୟାସକୁ କିଏ ନାଟ୍ୟ ରୂପ ଦେଇଛନ୍ତି? ଏହାର ଅପସନ୍ଟି ହେଉଛି ଏ ରାମଚନ୍ଦ୍ର ମିଶ୍ର, ବି ବିଜୟ ମିଶ୍ର, ସି ରମେଶ ଚନ୍ଦ୍ର ପାଣିଗ୍ରାହୀ, ଡି ପ୍ରାଣବନ୍ଧୁ କର। ଏହାର ଉତ୍ତରଟି ହେଉଛି ଡି ପ୍ରାଣବନ୍ଧୁ କର। ଏହାର ପରବର୍ତ୍ତୀ ପ୍ରଶ୍ନଟି ହେଉଛି ଶୋଣିତ କାବ୍ୟ କି ପ୍ରକାର ରଚନା? ଏହାର ଅପସନ୍ଟି ହେଉଛି ଏ ଗଳ୍ପ, ବି ଉପନ୍ୟାସ, ସି କବିତା, ଡି ନାଟକ। ଏହାର ଉତ୍ତରଟି ହେଉଛି ଏ ଗଳ୍ପ।